ନମସ୍କାର। ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ପରେ କିଛି ରାଜନୈତିକ ଦଳ, କିଛି ବ୍ୟକ୍ତି ବିଶେଷ ଏହାକୁ ଏକ ଉତ୍ସବର ଭାବରେ ମନାଉଛନ୍ତି। କିନ୍ତୁ ସେମାନେ ଜାଣିବା କଥା ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ରରେ ସେ କ'ଣ ଲେଖିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ, ଦେଶର ଯୁବ ଶକ୍ତି ଆଗରେ ଆଜି ଗଣତନ୍ତ୍ରକୁ ସମ୍ମାନ ଜଣାଇ ମୁଁ ମୋର ଇସ୍ତଫା ପ୍ରଦାନ କରୁଛି। ଅର୍ଥାତ୍ ଗଣତନ୍ତ୍ରକୁ ସମ୍ମାନ ଜଣାଇ ସେ ଇସ୍ତଫା ପ୍ରଦାନ କରିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ହେଉଛି, ଯେତେବେଳେ ପେପର ଲିକ୍ ହେଲା, ପେପର ଲିକ୍ ପରେ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷାକୁ ରଦ୍ଦ କଲେ ଏବଂ କିଛି ଦିନ ଭିତରେ ସାମରିକ ବାହିନୀର ସହଯୋଗରେ ପରୀକ୍ଷାକୁ ସୁଚାରୁ ରୂପେ କଲେ ଏବଂ ରେଜଲ୍ଟ ମଧ୍ୟ ଆସିଲା। ପିଲାମାନେ ମଧ୍ୟ କୃତକାର୍ଯ୍ୟ ହେଲେ। କିନ୍ତୁ କକରୋଜ ଜନତା ପାର୍ଟି ଦ୍ୱାରା ଯେଉଁ ଆନ୍ଦୋଳନ ଚାଲିଥିଲା, ସେ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଥିଲା? ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା। ସେଥିରେ ଛାତ୍ରଛାତ୍ରୀ ସହିତ ରାଜନୈତିକ ଦଳମାନେ ମଧ୍ୟ ସମ୍ପୃକ୍ତ ରହିଲେ। ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେପି ହିଁ ବେଶୀ ଫାଇଦାରେ ରହିଲା। କାରଣ ଯେତେବେଳେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଲେ, ସେତେବେଳେ ବିଜେପି ଏକ ନୂଆ ବିଲ୍ ଆଣିବ। ଜଣେ ମନ୍ତ୍ରୀ ନିଜର ପଦ ହରାଇଲେ, କିନ୍ତୁ ବର୍ତ୍ତମାନ ଅନେକ ପ୍ରକାରର ବିଲ୍ ଦେଶରେ ପାଳିତ ହେବାକୁ ଯାଉଛି। କାହିଁକି ନା ଗଣତନ୍ତ୍ର ମଧ୍ୟ ଦେଖିଲା, ଯଦି ଜଣେ ଭୁଲ କରେ କିମ୍ବା ଭୁଲ ସହିତ ରହେ, ଭୁଲରେ ସମ୍ପୃକ୍ତ ରୁହେ, ତେବେ ସେ କୌଣସି ପଦପଦବୀରେ ଥାଉ ନା କାହିଁକି ସେ ଇସ୍ତଫା ପ୍ରଦାନ କରିବ। ବିଜେପି ଏଥିପାଇଁ ଫାଇଦାରେ ରହିବ, ଯେତେବେଳେ ବିଲ୍ ଗୃହକୁ ଆଣିବ, ସେତେବେଳେ ବହୁ ସଂଖ୍ୟା ଗରିଷ୍ଠତାର ସହିତ ବିଲ୍କୁ ପାସ୍ କରିବ। ଦ୍ୱିତୀୟ କଥା ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ପୂର୍ବରୁ ଏହା ହୋଇସାରିଥିଲା। ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଭାବରେ ନିଜର କାର୍ଯ୍ୟକାଳ ମଧ୍ୟ ସମାପ୍ତ କରୁଥିଲେ ଏବଂ ନୂତନ ଭାବେ ଶିକ୍ଷାମନ୍ତ୍ରୀକୁ ଆଣିବା ପାଇଁ ମୋଦି ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଥିଲା। କେବଳ ସ୍କ୍ରିପ୍ଟେଡ୍ ଭାବରେ ଏ କକରୋଜ ଜନତା ପାର୍ଟିର ଆନ୍ଦୋଳନକୁ ସମ୍ମାନ ଜଣାଇ ଇସ୍ତଫା ପ୍ରଦାନ କଲେ। ଧର୍ମେନ୍ଦ୍ର ପ୍ରଧାନଙ୍କର ଗୋଟିଏ ଜିନିଷ ଆମେ ଏଠି ଭୁଲ କହିବୁ, ଛାତ୍ରଛାତ୍ରୀମାନଙ୍କ ଉପରେ ଯେଉଁ ଲାଠି ବାଜିଲା, ସେ ଲାଠି ବାଜିବାଟା ଠିକ୍ ନଥିଲା। ଏହା ହେଉଛି ପ୍ରଥମ ଭୁଲ। ଦ୍ୱିତୀୟ କଥାଟି ହେଉଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଭବିଷ୍ୟତ 1997 ମସିହାରେ କଂଗ୍ରେସ ସରକାର ସମୟରେ, ଜାନକୀ ବଲ୍ଲଭ ପଟ୍ଟନାୟକ ସମୟରେ ଓଡ଼ିଶା ସରକାରଙ୍କର ପେପର ଲିଗ୍ରୁ ହିଁ ରାଜନୈତିକ ଭବିଷ୍ୟତ ଆରମ୍ଭ ହୋଇଥିଲା ଏବଂ 2000 ମସିହାରେ ସେ ପାଲଡ଼ାହାଡ଼ରୁ ବିଧାୟକ ଭାବରେ ଓଡ଼ିଶାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଦୀର୍ଘ 24 ବର୍ଷ ଧରି ଭାରତୀୟ ଜନତା ପାର୍ଟି ସହିତ ଅହରହ ଭାବରେ ଜଡ଼ିତ ହେଲେ ଏବଂ ତାଙ୍କର ସଂଗଠନ ଦ୍ୱାରା ଆଜି ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ରହିଛି। ତେବେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଦେଲେ, କିନ୍ତୁ ଯେଉଁ ବିଲ୍ ଆସିବ ବର୍ତ୍ତମାନ, ଯେଉଁମାନେ ପେପର ଲିଗ୍ରେ ସମ୍ପୃକ୍ତ ରହିବେ, 10 କୋଟି ଟଙ୍କାର ଜୋରିମନା ଏବଂ 10 ବର୍ଷର ଦଣ୍ଡ ମଧ୍ୟ ଦିଆଯିବ। ଏବେ ଯଦି ସରକାର ବି ପରିବର୍ତ୍ତନ ହେବ, ଏହି ସ୍ୱର କାଲି ଭାରତୀୟ ଜନତା ପାର୍ଟି ମଧ୍ୟ ଉଠାଇବ। ତେଣୁ ଏହା ଯାହା ହେଉ, ଏହାର କନକ୍ଲୁଜନ ହେଉଛି, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଆଉ ବିପଦରେ ରହିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦୃଷ୍ଟିରୁ ଯେଉଁ ଇସ୍ତଫା ପ୍ରଦାନ କଲେ, ତାହାକୁ ସମସ୍ତେ ସମ୍ମାନ ଜଣାଇବା କଥା ଏବଂ ଜଣଙ୍କର ଇସ୍ତଫାରେ କେବେ ଉତ୍ସବ ମନାଇବାର ଆବଶ୍ୟକତା ନାହିଁ। ଏହା ଅମାନବୀୟ ଅଟେ। ବନ୍ଦେ ଉତ୍କଳ ଜନନୀ, ଜୟ ସୀତାରାମ।